हेलो फ्रेंड्स ଆପଣଙ୍କୁ ଓଡ଼ିଶା ଏକ୍ଜାମ ଚ୍ୟାନେଲକୁ ସ୍ୱାଗତ କରୁଛି। ଯେଉଁମାନେ ବିଇଡ଼ି ଏଣ୍ଟ୍ରାନ୍ସ ଏକ୍ଜାମ 2025 ଦେଇଥିଲେ ସେମାନଙ୍କ ପାଇଁ ଖୁସି ଖବର। ସେମାନଙ୍କର ଆନ୍ସର କି ଆସିବାକୁ ଯାଉଛି, କେଉଁ ଦିନ ଆସିବ, କିପରି ଭାବରେ ଚେକ୍ କରିପାରିବେ ଆପଣମାନେ ଆସନ୍ତୁ ଆଜି ଏ ଭିଡ଼ିଓରେ ଜାଣିବା। ତାପରେ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଦବାବାକୁ ଭୁଲିବେନି। ଦେଖନ୍ତୁ ପ୍ରଥମେ ଆନ୍ସର କି କେବେ ଆସିବ ଜାଣିବା ପୂର୍ବରୁ ଆମେ ପ୍ରଥମେ ଜାଣିନେବା ଆନ୍ସର କି ଆସିଲା ପରେ କିପରି ସହଜରେ ଆପଣ ଚେକ୍ କରିପାରିବେ। ଯେତେବେଳେ ବି ଆନ୍ସର କି ଆପଣଙ୍କର ଆସିବ ଆପଣ ଗୁଗଲ ସର୍ଚ୍ଚ କରିବେ। ଗୁଗଲ ସର୍ଚ୍ଚରେ ଓଡ଼ିଶା ଏକ୍ଜାମ୍ସ ଡଟ୍ କମ୍ ଟାଇପ୍ କରିକି ସର୍ଚ୍ଚ କରିବେ। ସର୍ଚ୍ଚ କଲେ ଆପଣ ଲିଙ୍କ୍ ପାଇଯିବେ ଓଡ଼ିଶା ଏକ୍ଜାମ୍ସ ଡଟ୍ କମ୍ର। ଏ ଲିଙ୍କ୍ରେ କ୍ଲିକ୍ କଲେ ଆପଣ ଓଡ଼ିଶା ଏକ୍ଜାମ୍ସ ଡଟ୍ କମ୍ ପେଜ୍କୁ ଆସିଯିବେ। ଏଠାରେ ତଳକୁ ସ୍କ୍ରୋଲ୍ କରିବେ, ଦେଖିବେ କମିଂ ସୁନ୍ ସେକ୍ସନରେ ଓଡ଼ିଶା ବିଇଡ଼ି ଆନ୍ସର କି 2025 ଲେଖା ଅଛି। ଏଠାରେ କ୍ଲିକ୍ କଲେ ଆପଣ ଏ ପୋଷ୍ଟକୁ ଆସିଯିବେ। ଏଠାରେ ଲେଟେଷ୍ଟ ଇନଫର୍ମେସନ୍ ଆପଣ ପାଇପାରିବେ। ସାମ୍ସ ଓଡ଼ିଶା ବିଇଡ଼ି ଆନ୍ସର କି ଏବଂ ଏଠାରୁ ଏହି ପୋଷ୍ଟରୁ ଆପଣ ଚେକ୍ ମଧ୍ୟ କରିପାରିବେ ଆପଣଙ୍କର ଆନ୍ସର କି। ଦେଖନ୍ତୁ ବର୍ତ୍ତମାନ ଜାଣିବେ ଆନ୍ସର କି କେବେ ଆସିବ। ଦେଖନ୍ତୁ ଗୋଟେ ଆର୍ଟିକଲ ଆସିଯାଇଛି, ବିଏଡ୍ ଏମ୍ଏଡ୍ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ 7ରେ ଏସ୍ଏସ୍ବି ପ୍ରକାଶ କରିବ ଆନ୍ସର କି। 2 ବର୍ଷିଆ ବିଏଡ୍ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଏସ୍ଏସ୍ବି ଦ୍ୱାରା ପ୍ରଦାନ କରାଯାଇଥିବା ମାର୍କକୁ ନେଇ ଅସମ୍ମତି ଓ ଅଭିଯୋଗ ଉଠିଥିଲା। ଏହାପରେ ବିଏଡ୍ ଏମ୍ଏଡ୍ ନାମଲେଖା ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖାଯାଇଥିଲା। ତେବେ ଆସନ୍ତା 7 ତାରିଖ ପୂର୍ବାହ୍ନ 11ଟାରେ ଆନ୍ସର କି ଏସ୍ଏସ୍ବି ୱେବସାଇଟ୍ ssbodisha.ac.inରେ ଉପଲବ୍ଧ ହେବ। ଏହିପରି ଭାବରେ ଆପଣ ଜାଣିପାରିଲେ ଆପଣଙ୍କର ଆନ୍ସର କି 7 ତାରିଖରେ ଆସିବାକୁ ଯାଉଛି। ଆପଣ ଭିଡ଼ିଓ ଡିସ୍କ୍ରିପ୍ସନରେ ପୋଷ୍ଟ ଲିଙ୍କ୍ ମଧ୍ୟ ମୁଁ ଦେଇଦେବି। ଆପଣ ଏଇ ଭିଡ଼ିଓ ଡିସ୍କ୍ରିପ୍ସନ୍ ଲିଙ୍କ୍ରେ କ୍ଲିକ୍ କରିକି ଏ ପୋଷ୍ଟକୁ ଆସିପାରିବେ। ଯେତେବେଳେ ବି ଆନ୍ସର କି ଆପଣଙ୍କର ଆସିବ ଆପଣ ତଳକୁ ସ୍କ୍ରୋଲ୍ କରିବେ। ଏଠାରେ ଦେଖନ୍ତୁ ଓଡ଼ିଶା ବିଇଡ଼ି ଆନ୍ସର କି 2025 ଏଠାରେ କ୍ଲିକ୍ କରିକି ଆପଣଙ୍କର ଆନ୍ସର କି ଆପଣ ଡାଉନଲୋଡ଼୍ କରିପାରିବେ, ଚେକ୍ କରିପାରିବେ, ଦେଖିପାରିବେ। ଏହିପରି ଭାବରେ ଜାଣିପାରିଲେ ଆପଣଙ୍କର ଆନ୍ସର କି ଆସନ୍ତା 7 ତାରିଖରେ ଆସିବାକୁ ଯାଉଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ସାଙ୍ଗସାଥିମାନଙ୍କୁ ସେୟାର କରିବା ଭୁଲିବେନି। ଆପଣ ଆମ ଭିଡ଼ିଓ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ।